ନୟାଗଡ଼ ଜିଲ୍ଲା ରଣପୁର ଗ୍ରାମର ଦିଲ୍ଲୀପ ବାବୁ। ବୟସ 49 ହେବ। 11 ବର୍ଷ ବୟସରୁ ଦିଲ୍ଲୀପ ବାବୁ ପାଖାପାଖି 100 ପରେ ନାଗସାପ ମାରିଛନ୍ତି। ଯଦି ସାପ ମାରିବା ସଂଖ୍ୟାକୁ ହିସାବ ନେବା, ତେବେ ଆଜି ପର୍ଯ୍ୟନ୍ତ ସେ ପ୍ରାୟ 250 ହେବ ସାପମାନଙ୍କୁ ମାରି ସାରିଛନ୍ତି। ସାପମାନଙ୍କୁ ଧରିବା ତାଙ୍କର ଗୋଟିଏ ସଉକ ଥିଲା। ପ୍ରଥମେ ସାପଙ୍କୁ ଧରନ୍ତି ଓ ତାପରେ ସେମାନଙ୍କୁ ମାରି ମାଟିରେ ପୋତି ଦିଅନ୍ତି। କିନ୍ତୁ ସମୟ ସବୁବେଳେ ସମାନ ନଥାଏ। ମନ କହିଲା ଶ୍ରାବଣ ମାସରେ ପାଣି ଭାର ନେଇ ବାବା ଆଖଣ୍ଡଳମଣିଙ୍କ ମସ୍ତକରେ ଢାଳିବା ପାଇଁ। କାରଣ କାଉଡ଼ିଆମାନେ ରାସ୍ତାରେ ଶ୍ରାବଣୀ ଭାର ନେଇ ଯିବାର ଦେଖି ଦିଲ୍ଲୀପ ବାବୁଙ୍କ ମନ କହିଲା ଶ୍ରାବଣ ମାସରେ ପାଣି ଭାର ନେଇ ବାବା ଆଖଣ୍ଡଳମଣିଙ୍କ ମସ୍ତକରେ ଢାଳିବା ପାଇଁ। ଆଉ ଦିଲ୍ଲୀପ ବାବୁ ଗାଁ ଟୋକାଙ୍କ ସହ ସାଙ୍ଗ ହୋଇ କୁଆଖାଇ ନଦୀରୁ ପାଣି ଉଠାଇବା ବେଳେ ତାଙ୍କ ସହ ଘଟିଥିଲା ଅଦ୍ଭୁତ ଘଟଣା। ଜାଣିବା ପୂର୍ବରୁ ଦର୍ଶକ ବନ୍ଧୁ, ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ଆଉ ଯଦି ବି ଭିଡ଼ିଓଟି ପସନ୍ଦ ନ ଆସିଥାଏ, ତଥାପି ନିଶ୍ଚିନ୍ତ କମେଣ୍ଟରେ ଦିଅନ୍ତୁ। ଆପଣଙ୍କର ମତାମତ ନିଶ୍ଚିନ୍ତ ରଖନ୍ତୁ। ପରବର୍ତ୍ତୀ ସମୟରେ ଆମେ ଆମର ଭିଡ଼ିଓକୁ ଏବଂ ଷ୍ଟୋରିକୁ ଆହୁରି ଉନ୍ନତ ଧରଣ କରିବା ପାଇଁ ଚେଷ୍ଟା କରିବୁ। କୁଆଖାଇ ନଦୀରୁ ଦିଲ୍ଲୀପ ବାବୁ ଢାଳରେ ପାଣି ବୁଡ଼ାଇବା ବେଳେ ଅଚାନକ ତାଙ୍କ ଗୋଡ଼ରେ ସାପ ଗୁଡ଼େଇ ହେବାର ଅନୁଭବ କଲେ। ଚମକି ପଡ଼ି ଉଠି ଆସିଲେ ଉପରକୁ ଦିଲ୍ଲୀପ ବାବୁ। ଦେଖିଲେ ସମସ୍ତ କାଉଡ଼ିଆ ପାଣି ବୁଡ଼ାଉଛନ୍ତି, ନଦୀରେ ଗାଧୋଉଛନ୍ତି, ଓମ୍ ନମଃ ଶିବାୟ କହୁଛନ୍ତି, କିନ୍ତୁ ତାଙ୍କର କୌଣସି ଅସୁବିଧା ନାହିଁ। ହେଲେ ଦିଲ୍ଲୀପ ବାବୁଙ୍କୁ କାହିଁକି ଲାଗିଲା ଏମିତି ଯେ ତାଙ୍କ ଗୋଡ଼ରେ ସାପ ଗୁଡ଼େଇ ହୋଇ ଯାଉଛନ୍ତି ବୋଲି? ଦିଲ୍ଲୀପ ବାବୁ ପୁଣି ଥରେ ପାଣି ଭିତରକୁ ଯାଇ ବୁଡ଼ ପକାଇଲେ। ପୁଣି ଢାଳରେ ପାଣି ଉଠାଇବା ବେଳେ ପୁଣି ତାଙ୍କ ଗୋଡ଼ରେ ସାପ ଗୁଡ଼େଇ ହେବା ପରି ଲାଗିଲା। ତେଣୁ ସେ ବିକଳରେ ତରତର ହୋଇ ପାଣି ଢାଳ ଉଠାଇ ଉପରକୁ ଉଠି ଆସିଲେ। ଛାତି ତାଙ୍କର ଥରୁଥାଏ। ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ବରଡ଼ା ପତ୍ର ପରି ଥରୁଥାନ୍ତି ଦିଲ୍ଲୀପ ବାବୁ। ସାଙ୍ଗମାନେ ପଚାରିଲେ, କ'ଣ ହେଲା କି ରେ ଦିଲ୍ଲୀପ, ଏମିତି ଥରୁଛୁ କାହିଁକି? ଦିଲ୍ଲୀପ ବାବୁ କହିଲେ, ଘଟିଥିବା ଘଟଣା। ସାଙ୍ଗମାନେ କହିଲେ, ତୋ ଗୋଡ଼ରେ ଦଉଡ଼ି କିମ୍ବା ଗଛ ଚେର ଗୁଡ଼ାଇ ହୋଇ ଯାଇଥିବ। ହଉ ଚାଲ, ଆଗକୁ ଆମକୁ ବହୁତ ଦୂର ଚାଲିବାକୁ ଅଛି। ସମସ୍ତେ ଗୋଟିଏ ଜାଗାରେ ବସି ପୂଜା ଅର୍ଚ୍ଚନା କଲେ। ଆଉ ତାପରେ ନିଜ ନିଜ ବାହୁଙ୍ଗି ଧରି ଚାଲିବାକୁ ଲାଗିଲେ ଆଖଣ୍ଡଳମଣିଙ୍କ ପାଖକୁ। କିନ୍ତୁ ଦିଲ୍ଲୀପ ବାବୁଙ୍କର ମନ ଭିତରୁ ସେହି ଘଟଣା ଯାଉନଥାଏ। ଦିନ ସାରା ଚାଲିବା ପରେ କ୍ରମଶଃ ରାତି ହୋଇ ଆସିଲା। ଆଉ କାଉଡ଼ିଆମାନେ ଗୋଟିଏ ମନ୍ଦିର ଦେଖି ସେହିଠାରେ ଅଟକି ଗଲେ। ସେହିଠାରେ କିଛି ସମୟ ବିଶ୍ରାମ ନେବା ପାଇଁ ସମସ୍ତେ ଅଟକି ଗଲେ। ଆଉ ନିଜ ନିଜର ବାହୁଙ୍ଗିକୁ ବାଉଁଶ ଉପରେ ରଖି ମନ୍ଦିରର ପ୍ରାଙ୍ଗଣକୁ ଯାଇ ସେଠାରେ ବିଶ୍ରାମ ନେଲେ। ଦିଲ୍ଲୀପ ବାବୁ ନିଜ ବାହୁଙ୍ଗିଟିକୁ ବାଉଁଶ ଉପରେ ରଖୁଥିବା ବେଳେ ହଠାତ୍ ଚମକି ପଡ଼ିଲେ। ତାଙ୍କ ଆଗରେ ଏକ ବିରାଟ ନାଗସାପ ଫଣା ମେଲାଇ ଚାହିଁଛି। ଆଲୋ ବଉଲ କହି ଦିଲ୍ଲୀପ ବାବୁ ଚିତ୍କାର କଲେ। ସେଠାରେ ଥିବା ସମସ୍ତ କାଉଡ଼ିଆ ଭାଇ ଦୌଡ଼ି ଆସିଲେ। ପଚାରିଲେ, କ'ଣ ହେଲା, ଏମିତି ଚିତ୍କାର କଲୁ କ'ଣ ପାଇଁ? ଦିଲ୍ଲୀପ ବାବୁ କହିଲେ, ନାଗସାପ ଗୋଟେ ଫଣା ଟେକି ଶୋଇଥିଲା। ସତେ ଯେମିତି ଲାଗୁଥିଲା ସେ ମୋତେ କାମୁଡ଼ି ଦେବ। ସେଥିପାଇଁ ମୁଁ ଚିତ୍କାର କଲି। ଅନ୍ୟ ସାଙ୍ଗ କାଉଡ଼ିଆ ଭାଇ କହିଲେ, କୋଉଠି, କାହିଁ? ଆମେ ତ କିଛି ଦେଖିପାରୁନୁ। ଦିଲ୍ଲୀପ ବାବୁ କହିଲେ, ଏଇଠି ତ ଥିଲା, ହଠାତ୍ କୁଆଡ଼େ ଉଭାନ ହୋଇଗଲା। ସାଙ୍ଗ କାଉଡ଼ିଆ ଭାଇମାନେ କହିଲେ, ହଉ, ହେଇଥିବ, କାଉଡ଼ିଆଙ୍କୁ ମହାଦେବ ଦେଖା ଦିଅନ୍ତି, ତୋତେ ଦେଖାଦେଲେ ଏଥିରେ ଡରିବାର କ'ଣ ଅଛି? ଚାଲ ବିଶ୍ରାମ ନେବୁ। ସମସ୍ତେ ଯାଇ ମନ୍ଦିରର ପ୍ରାଙ୍ଗଣରେ ବିଶ୍ରାମ ନେଲେ। କିନ୍ତୁ ଦିଲ୍ଲୀପ ବାବୁଙ୍କ ଆଖିକୁ ନିଦ ନାହିଁ। ମନ ଭିତରେ ଡର ବସିଯାଇଛି। ଜୀବନରେ ସେ 200ରୁ ଅଧିକ ସାପ ମାରିଛନ୍ତି, କିନ୍ତୁ ଆଜି ସେହି ସାପ ତାଙ୍କୁ ଡରାଉଛି। ମନ ଅସ୍ଥିର। ଅନେକ ଭାବନା ତାଙ୍କ ମନ ଭିତରେ ଉଙ୍କି ମାରିଛି। କାହିଁକି ବାରମ୍ବାର ମୋତେ ନାଗସାପ ଡରାଉଛି? ଏମିତି ଭାବି ଭାବି ରାତି 3ଟା ହୋଇଗଲା। କାଉଡ଼ିଆମାନେ ଉଠି ନିଜ ନିଜ ନିତ୍ୟକର୍ମ ସାରି ପୁଣି ପାଣି ଭାର ନେଇ ଚାଲିବାକୁ ଲାଗିଲେ ଆଖଣ୍ଡଳମଣିଙ୍କ ପାଖକୁ। ଦିଲ୍ଲୀପ ବାବୁ ଥରି ଥରି ପାଣି ଭାର ନେଇ ଯାଉଥାନ୍ତି। ଆଗରେ କାଉଡ଼ିଆ, ପଛରେ କାଉଡ଼ିଆ, ମଝିରେ ଯାଉଥାନ୍ତି ଦିଲ୍ଲୀପ ବାବୁ।
ଆଖଣ୍ଡଳମଣିଙ୍କ ପୀଠ ଆଉ ଗୋଟିଏ କିଲୋମିଟର ଥିଲା। ଆଉ ସେହି ସମୟରେ ଦୁଇଟି ନାଗସାପ ଫଣା ଟେକି ଠିଆ ହୋଇଗଲେ ଆସି କାଉଡ଼ିଆଙ୍କ ଆଗରେ। ନାଗସାପ ଦୁଇଟି ଗର୍ଜନ କରିବାକୁ ଲାଗିଲେ। ଏମିତି ଦୃଶ୍ୟ ଦେଖି ଛାନିଆ ହୋଇଗଲେ ସମସ୍ତେ। ନାଗସାପ ରାସ୍ତା ଛାଡ଼ିଲେନି କାଉଡ଼ିଆଙ୍କର। ସମସ୍ତେ ଓମ୍ ନମଃ ଶିବାୟ, ରକ୍ଷା କର ବାବା, ରକ୍ଷା କର, ହେ ଭୋଲେ ବାବା ଆମକୁ ରକ୍ଷା କର। ଆମର ଯଦି କୌଣସି ତ୍ରୁଟି ହୋଇଥାଏ ତେବେ ଆମକୁ କ୍ଷମା କରି ଆମକୁ ରକ୍ଷା କର ବାବା କହି ବୋବାଳି ପକାଇଲେ। ସାପଙ୍କର ରାଗ ଦିଲ୍ଲୀପ ବାବୁଙ୍କ ଉପରେ। ତେଣୁ ନାଗସାପ ଦିଲ୍ଲୀପ ବାବୁଙ୍କ ଆଡ଼କୁ ଗୋଡ଼େଇ ଗଲେ। ଅନ୍ୟ କାଉଡ଼ିଆ ଭାଇମାନେ ଡରି ଯାଇ ଆଗକୁ ଚାଲିଗଲେ। ଦିଲ୍ଲୀପ ବାବୁ ଆଗକୁ ନ ଯାଇ ପଛକୁ ପଛକୁ ଚାଲିଲେ। ଏ କି ପ୍ରକାର ଘଟଣା ଘଟୁଛି? ଦିଲ୍ଲୀପ ବାବୁଙ୍କୁ ନାଗସାପ କାହିଁକି ଆକ୍ରମଣ କରିବାକୁ ଚାହୁଁଛନ୍ତି? କଥାଟା ସ୍ପଷ୍ଟ। ଦିଲ୍ଲୀପ ବାବୁ ଅନେକ ନାଗସାପଙ୍କର ଜୀବନ ନେଇଛନ୍ତି। ତେଣୁ ମହାଦେବଙ୍କ ଉପରେ ପାଣି ଢାଳିବା ପାଇଁ ସାପମାନେ ଦିଲ୍ଲୀପ ବାବୁଙ୍କୁ ରାସ୍ତା ଛାଡ଼ୁନାହାନ୍ତି। ସେଥିପାଇଁ ତାଙ୍କୁ ବାଟ ଛାଡ଼ୁନାହାନ୍ତି। ଦିଲ୍ଲୀପ ବାବୁ ଏବେ ବୁଝିପାରିଲେ ଆଗକୁ ଯିବାଟା ବିପଦ। ଆଖଣ୍ଡଳମଣିଙ୍କ ମସ୍ତକରେ ପାଣି ଢାଳିବା ମୋର ଅଧା ରହିଯିବ। ଯଦି ମୁଁ ଆଗକୁ ଯିବି ମୋତେ ସର୍ପମାନେ ଦଂଶନ କରିବେ। ଯଦି ନ ଯାଏ ତାହେଲେ ଆଣିଥିବା ପାଣିକୁ କରିବି କ'ଣ? ତେଣୁ ଦିଲ୍ଲୀପ ବାବୁ ଏକ ଦୃଢ଼ ନିଷ୍ପତ୍ତି ନେଲେ। ନା, ମୁଁ ଏ ପାଣିକୁ ଶିବଙ୍କ ମସ୍ତକରେ ନିଶ୍ଚିନ୍ତ ଢାଳିବି। ସେଥିପାଇଁ ଯଦି ମୋର ଜୀବନ ଚାଲିଯିବ ତେବେ ଚାଲିଯାଉ, କିନ୍ତୁ ମୁଁ ପଛକୁ ଫେରିବି ନାହିଁ, ଆଗକୁ ଯିବି। ତେଣୁ ଦିଲ୍ଲୀପ ବାବୁ ଆଗକୁ ଆଗେଇଲେ। ସର୍ପ ଗୋଟିଏ ଆସି ଦଂଶନ କଲା ଦିଲ୍ଲୀପ ବାବୁଙ୍କ ଗୋଡ଼କୁ। ଆଉ ତାପରେ କେଉଁଆଡ଼େ ଚାଲିଗଲା। କଷ୍ଟରେ ଜର୍ଜରିତ ଦିଲ୍ଲୀପ ବାବୁ ସେମିତି ଛୋଟେଇ ଛୋଟେଇ କଷ୍ଟକୁ ସହି ପାଣି ନେଇ ବାବା ଆଖଣ୍ଡଳମଣିଙ୍କ ଲିଙ୍ଗରେ ଢାଳିଲେ। ସେତେବେଳକୁ ତାଙ୍କ ଦେହରେ ସର୍ପର ବିଷ ଚଢ଼ି ସାରିଥାଏ। ଠିକ୍ ପାଣି ଢାଳି ସାରିବା ପରେ ସେ ସେଠାରେ ବେହୋସ ହୋଇଗଲେ। ସାଙ୍ଗେ ସାଙ୍ଗେ କାଉଡ଼ିଆ ଭାଇମାନେ ତାଙ୍କୁ ଗୋଟିଏ ଆମ୍ବୁଲାନ୍ସ ଠିକ୍ କରି ମେଡ଼ିକାଲକୁ ପଠାଇଦେଲେ। ମେଡ଼ିକାଲରେ 4 ଦିନ ରହିଲା ପରେ ଦିଲ୍ଲୀପ ବାବୁ ବାବା ଆଖଣ୍ଡଳମଣିଙ୍କ କୃପାରୁ ଭଲ ହେଲେ ସତ, ହେଲେ ତାଙ୍କର ଗୋଟିଏ ଗୋଡ଼ ଅକର୍ମଣ୍ୟ ହୋଇଗଲା। ଜୀବନ ବଞ୍ଚାଇ ଦେଲେ ମହାଦେବ, କିନ୍ତୁ କଳାକର୍ମ ପାଇଁ ଗୋଟିଏ ଗୋଡ଼ ଅକର୍ମଣ୍ୟ କରିଦେଲେ। ନାଗସାପଙ୍କୁ ମାରିବାର ଫଳ ଆଜି ଭୋଗୁଛନ୍ତି ଦିଲ୍ଲୀପ ବାବୁ। କିନ୍ତୁ ସେଇ ଛୋଟା ଗୋଡ଼ରେ ଛୋଟେଇ ଛୋଟେଇ ସେ ପ୍ରତ୍ୟେକ ବର୍ଷ ଶ୍ରାବଣୀ ଭାର ନେଇ ବାବା ଆଖଣ୍ଡଳମଣିଙ୍କ ଲିଙ୍ଗରେ ଢାଳି ଆସୁଛନ୍ତି। ଯଦି ଆମର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଏତିକି ଲେଖିଦିଅନ୍ତୁ ଓମ୍ ନମଃ ଶିବାୟ। ଆଉ ଯଦି ଆପଣମାନଙ୍କୁ ଆମ ଚ୍ୟାନେଲରେ ଯେକୌଣସି ଭିଡ଼ିଓ ଭଲ ଲାଗିଥାଏ ତେବେ କେଉଁ ଟାଇପ୍ର ଭିଡ଼ିଓ ଆପଣ ଦେଖିବାକୁ ଚାହୁଁଛନ୍ତି ତାହା ମଧ୍ୟ କମେଣ୍ଟରେ ଲେଖନ୍ତୁ। ଆଉ ଯଦି ଆପଣମାନଙ୍କ ପାଖରେ କୌଣସି ଅନୁଭୂତି ଥାଏ ତେବେ ଆମର ମେଲ୍ ଆଇଡ଼ିରେ ଆମକୁ ପଠାନ୍ତୁ। ଆପଣଙ୍କ ଦିନଟି ମଙ୍ଗଳମୟ ହେବ। ଜୟ ଜଗନ୍ନାଥ, ଜୟ ଗୋପୀନାଥ।